କାହିଁକି ପାଳନ କରାଯାଏ ହୋଲି? ଆପଣମାନେ ଏ ରହସ୍ୟଟି କେବେ ବି ଜାଣିନଥିବେ। ଆପଣମାନେ ହିରଣ୍ୟକଶ୍ୟପ ରାକ୍ଷସକୁ ତ ଜାଣିଥିବେ ଯିଏକି ବିଷ୍ଣୁଙ୍କର ପରମ ବିରୋଧୀ ଥିଲା ଆଉ ତାର ପୁତ୍ର ପ୍ରହ୍ଲାଦ ପରମ ବିଷ୍ଣୁ ଭକ୍ତ। ସେଥିପାଇଁ ସେ ତା ପୁତ୍ରକୁ ମାରିବା ପାଇଁ ବହୁତ ଚେଷ୍ଟା କରିଥିଲା ଆଉ ସବୁଥିରେ ସେ ବିଫଳ ହେଇଥିଲା। ତାର ଭଉଣୀ ଥିଲା ହୋଲିକା ଯିଏକି ଶିବଙ୍କ ଠାରୁ ଗୋଟେ ଚାଦର ବରରେ ପାଇଥିଲା, ଯାହାକୁ ଘୋଡ଼େଇବା ଦ୍ୱାରା ସେ ନିଆଁରେ ପୋଡ଼ିବ ନାହିଁ। ଆଉ ହିରଣ୍ୟକଶ୍ୟପର କଥା କ୍ରମେ ପ୍ରହ୍ଲାଦକୁ ମାରିବା ପାଇଁ ସେ ତାକୁ କୋଳରେ ଧରି ସେ ଚାଦର ଘୋଡ଼େଇ ହିଁ ନିଆଁରେ ପ୍ରବେଶ କରିଥିଲା। କିନ୍ତୁ ସେ ଚାଦରଟି ଯାଇ ପ୍ରହ୍ଲାଦଙ୍କ ଉପରେ ପଡ଼ିଲା ଆଉ ପ୍ରହ୍ଲାଦ ତ ନିଆଁରୁ ପୋଡ଼ି ହେବାରୁ ବଞ୍ଚିଗଲେ, କିନ୍ତୁ ହୋଲିକା ସେଇଥିରେ ଦହନ ହେଇ ଭସ୍ମ ହୋଇଗଲା। ଆଉ ସେଥିପାଇଁ ସେ ଖରାପ ଶକ୍ତି ଉପରେ ଭଲ ଶକ୍ତିର ବିଜୟକୁ ମନେଇବା ପାଇଁ ପ୍ରତିବର୍ଷ ଭାରତର ସବୁ ସ୍ଥାନରେ ହୋଲିକା ଦହନ କରାଯାଏ। ଆଉ ଗୋଟେ ବି କାହାଣୀ ରହିଛି। ମହାଦେବ ଥରେ ଧ୍ୟାନରତ ଥିବାବେଳେ କାମଦେବତାଙ୍କ ଧ୍ୟାନ ଭଗ୍ନ କରିଦେଇଥିଲେ। ଏଥିରେ ରାଗି ମହାଦେବ ତାଙ୍କୁ ଭସ୍ମ କରିଦେଇଥିଲେ ଆଉ ତାପରେ ତାଙ୍କ ପତ୍ନୀ ରତିଙ୍କର ପ୍ରାର୍ଥନା କ୍ରମେ ତାଙ୍କୁ ପୁନର୍ଜନ୍ମ ଦିଆଯାଇଥିଲା। ଆଉ ସେ ରତିଙ୍କ ବିଳାପକୁ ଆଜି ବି ଲୋକଗୀତ ମାଧ୍ୟମରେ ହୋଲିକା ଦହନ ବେଳେ ଲୋକମାନେ ଗାଇଥାନ୍ତି ଆଉ ତା ପରଦିନ କାମଦେବଙ୍କର ପୁନର୍ଜନ୍ମ ଖୁସିରେ ହୋଲି ମନାଯାଏ। ହାପି ହୋଲି।